ଓଡ଼ିଶା ପବ୍ଲିକ୍ ଭ୍ୟୁ ଟିଭି ପ୍ରସ୍ତୁତ ଆଜିର ବିଷୟବସ୍ତୁ ରହିଛି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର। ଗଞ୍ଜାମ ଜିଲ୍ଲା ଆଠଗଡ଼ ଗୁଟିଖଡ଼ିକା ସାହି ନିବାସୀ ମୁକୁନ୍ଦ ମହାପାତ୍ର ଏବଂ ଶୋଭାଦେଈଙ୍କ ଗର୍ଭ ସମ୍ଭୂତ ଯଦୁମଣି ମହାପାତ୍ର 1781 ମସିହା ଜାନୁଆରୀ ମାସ 8 ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ। ମାତା ଯଦୁକୃଷ୍ଣଙ୍କୁ ସେବା କରି ଏବଂ ଯଦୁକୃଷ୍ଣ ମନ୍ଦିର ବେଢ଼ାରେ ଜନ୍ମ ଦେଇଥିବାରୁ ତାଙ୍କ ନାମ ଯଦୁମଣି ରଖାଯାଇଥିଲା। ସେ ଥିଲେ ଉତ୍କଳର ପ୍ରଖ୍ୟାତ ବ୍ୟଙ୍ଗକାର, ଆଶୁକବି, ଦୃଢ଼ମନା, ନିର୍ଭୀକ, ହାସ୍ୟରସିକ, ଉତ୍କଳ ଘଣ୍ଟି ମଧ୍ୟ। ତାଙ୍କ ପିତା ନୟାଗଡ଼ର ରହଣି କାଳରେ ଚାଟଶାଳୀ ପାଠ ପଢ଼ା ସାରି ମାନ୍ଧାତାପୁରରେ ସଂସ୍କୃତ ଶିକ୍ଷା କରିଥିଲେ। ସେଠାରେ ଅବଧାନ ପଣ୍ଡିତ ଯଦୁମଣିଙ୍କ କବି ପ୍ରତିଭା ଅନୁଭବ କରି ସେ ଘୁମୁସର ପଞ୍ଚମୁଖ ଭଗବାନ କବିରାଜ ବାହିନୀପତିଙ୍କ ନିକଟକୁ ଯିବାକୁ ପରାମର୍ଶ ଦେଇଥିଲେ। ଘୁମୁସର ଅଞ୍ଚଳର ବିଷ୍ଣୁଚକ୍ର ଗ୍ରାମରେ ବାହିନୀପତି ଆଚାର୍ଯ୍ୟଙ୍କ ଠାରୁ ବିଭିନ୍ନ ସାହିତ୍ୟ ସମ୍ବନ୍ଧୀୟ ଶିକ୍ଷା ଲାଭ କରିଥିଲେ। ସେଠାରେ ହୟଗ୍ରୀବ ବିଷ୍ଣୁ ଉପାସନା ମନ୍ତ୍ର ଶିଖି ତାଙ୍କରି କରୁଣାରୁ ଉତ୍କଳ ଘଣ୍ଟି ଭାବରେ ସାରା ବିଶ୍ୱ ଦରବାରରେ ପରିଚିତ ହୋଇପାରିଥିଲେ। 1991 ମସିହା କଥା। ନୟାଗଡ଼ ରାଜା ମାନ୍ଧାତାଙ୍କ ଅନୁରୋଧ କ୍ରମେ ମୁକୁନ୍ଦ ମହାରଣା ବିଗ୍ରହ ନିର୍ମାଣ ସକାଶେ ନୟାଗଡ଼ରେ ଯାଇ କିଛି କାଳ ରହିଥିଲେ। ସେଠାରେ ଯଦୁମଣିଙ୍କ ବିଦ୍ୟା ଆରମ୍ଭ ହୋଇଥିଲା। ଶେଷ ବୟସ ବେଳକୁ ସେ ନୟାଗଡ଼ଠାରେ ତାଙ୍କର ଏକମାତ୍ର ପୁତ୍ରଙ୍କୁ ହରାଇଥିଲେ। ସେଥିରେ ସେ ଭାଙ୍ଗି ପଡ଼ି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୋଟେ କବିତା ଲେଖିଥିଲେ, ଯାହା ଥିଲା ଓଜଶୀଳ ଗଜରାଜ ଜୀବନ ଧାରଣ ତେଜ ମନ ତିଳେ ନେଇ ନ ପାରିବ ଦେଲ ଯାହା ନେଲ ତାହା ତଥାପି କି ପାଇଁ ମହା ଦାତା ପଣେ ପତାକା ବାନ୍ଧୁଛ ମହାବାହୁ ଦାତା ପଣେ ପତାକା ବାନ୍ଧିଛ। ତାଙ୍କର ହୃଦୟର ଭାବ, ହୃଦୟର କୋହ, ଅଭିମାନ ଭରାରେ ସେ ଜଗନ୍ନାଥଙ୍କୁ ଏହି ଗୀତି କବିତା ସମର୍ପଣ କରିଥିଲେ। ଯଦୁମଣିଙ୍କ ବାର୍ଦ୍ଧକ୍ୟ ସମୟ ବେଳକୁ ନୟାଗଡ଼ରୁ ଜନ୍ମ ମାଟି ଆଠଗଡ଼କୁ ଆସିଥିଲେ। ଫେରିଥିଲେ ମଧ୍ୟ ସେତେବେଳକୁ ଆଠଗଡ଼ ହତଶ୍ରୀ ହୋଇଯାଇଥାଏ। ଖଲିକୋଟ ରାଜା ଆଠଗଡ଼କୁ କିଣି ସାରିଥିଲେ। ତେଣୁ ସେ ନୟାଗଡ଼କୁ ଫେରି ପୁନର୍ବାର ଆଠଗଡ଼ର ପୂର୍ବ କଥା ସବୁବେଳେ ଅର୍ଥାତ୍ ଜୀବନର ଶେଷ ପର୍ଯ୍ୟନ୍ତ ମନେ ପକାଉଥିଲେ। ତାଙ୍କର ଶେଷ ଦୀପଶିଖା ଲିଭି ଯାଇଥିଲା ନୟାଗଡ଼ଠାରେ। ସେହି କବିଙ୍କର ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପ୍ରଥମ ଭାବନା ଥିଲା। ଏକଦା ଗୋଟିଏ ବୁଢ଼ୀକି କହିଥିଲେ, ଏହା ଥିଲା ତାଙ୍କର ବାଲ୍ୟ ସମୟର ପଢ଼ା ବେଳର କଥା, ଯେଉଁଠି ତାଙ୍କର ପ୍ରତିଭା ଅବଦାନ ଚିହ୍ନଟ କରିପାରିଥିଲେ। ଇଟା ମାଟି ଝଙ୍କା ଝାଟି ଛିଡ଼ା ପଟିରେ ଗୋବରା ମା ଯାହା ଚହଟି। ଏହିଭଳି ତାଙ୍କର ପ୍ରତିଭା
ଆରମ୍ଭ ହୋଇଥିଲା ବାଲ୍ୟ ବୟସରୁ। କବି ଯଦୁମଣିଙ୍କ ସମୟ ଆଠଗଡ଼ ଏବଂ ଶେଷ ସମୟ ନୟାଗଡ଼ରେ ହିଁ କଟିଥିଲା। ସେ ଅନେକ ହାସ୍ୟରସାତ୍ମକ କବିତା ରଚନା କରି ଯାଇଛନ୍ତି, ଯାହାକି ରାଜଦରବାରରେ ସମସ୍ତେ ଶୁଣୁଥିଲେ, ତାଙ୍କୁ ପ୍ରଶଂସା ମଧ୍ୟ କରୁଥିଲେ। ସେଥିମଧ୍ୟରୁ ଆଠଗଡ଼ ରହଣି ସମୟରେ ତାଙ୍କର ଗୋଟିଏ ବ୍ୟଙ୍ଗାତ୍ମକ କଥା ମୁଁ ଉପସ୍ଥାପନ କରୁଛି। ଧନ୍ୟ ଆଠଗଡ଼ ଲୀଳା। ଆଠଗଡ଼ ରାଜ୍ୟର ସୁନାମ ଚତୁର୍ଦିଗକୁ ଶୁଭୁଥାଏ। ଆଠଗଡ଼ ରାଜା ଯେମିତି ପ୍ରଜାପାଳକ, ସେମିତି ସାହିତ୍ୟ ରସିକ, ସେମିତି ନୃତ୍ୟ ଗୀତ ପ୍ରିୟ ମଧ୍ୟ। ଏତିକିବେଳକୁ ରାଜାଙ୍କ ମହଲାଦାର ବିଶି ପ୍ରହରାଜ ନାମକ ପଣ୍ଡା ବ୍ରାହ୍ମଣ ରାଜପ୍ରସାଦରେ ଏକ ସଙ୍ଗୀତ ଆଖଡ଼ା କରିଥିଲେ। ରାଜାଙ୍କ ଠାରୁ ପ୍ରଜାଯାଏ ସଭିଏ ଏ ସଙ୍ଗୀତରେ ମସଗୁଲ ଥାନ୍ତି। ଏତେବେଳେ କବି ଯଦୁମଣି ଯାଇ ରାଜଦରବାରରେ 8 ଦିନ ରହିଥାନ୍ତି। ରାଜାଙ୍କ ଠାରୁ ବିଦାୟ ମାଗି ଫେରିବାକୁ ମନସ୍ଥ କଲାରୁ ରାଜା ବୋଝିଆଙ୍କ ଦ୍ୱାରା ବହୁ ଧନ ସମ୍ପତ୍ତି ଦେଇ ଯଦୁମଣିକୁ ବିଦାୟ କରିଥିଲେ। ଯଦୁମଣି ସେହି ରାତିରେ ବିଶି ପ୍ରହରାଜଙ୍କ ଘରେ କଟାଇବାର ବ୍ୟବସ୍ଥା କରିଥାନ୍ତି। ଯଦୁମଣି ପ୍ରହରାଜଙ୍କ ଦେହୁଡ଼ିରେ ଶୋଇଥାନ୍ତି। ପ୍ରହରାଜ ଯାଇଥାନ୍ତି ଆଖଡ଼ାକୁ। କଳା ମିଟି ମିଟି ରାତି। ଆଖଡ଼ା ସାରି ପ୍ରହରାଜ ଅଣ୍ଡାଳି ଅଣ୍ଡାଳି ପହଞ୍ଚିଲେ ଘରେ। ଯଦୁମଣି ପଚାରିଲେ, କ'ଣ ଆଖଡ଼ା ସରିଲା? ପ୍ରହରାଜ କହିଲେ, ହଁ, ଏବେ ତ ସାରି ଆସୁଛି। ଦୁହେଁ ବସି ଦୁଃଖ ସୁଖ ହେଉଥାନ୍ତି। ଏତିକିବେଳେ ପ୍ରହରାଜଙ୍କ ଚାକର ଆଖଡ଼ାରୁ ଫେରିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ତାଙ୍କର ଆଗରେ ଭଣ୍ଡାରୀ ମଶାଲ ଧରି ଚାଲୁଥାଏ। ଚାକର ଟୋକା ମହା ଆନନ୍ଦରେ ଆଲୁଅରେ ଆସୁଥାଏ। ଏ କଥାକୁ ଲକ୍ଷ୍ୟ କରି ଯଦୁମଣି କହିଥିଲେ, ଧନ୍ୟ ଆଠଗଡ଼ ଲୀଳାରେ, ଧନ୍ୟ ଆଠଗଡ଼ ଲୀଳାରେ, ବିଶି ପ୍ରହରାଜେ ଅନ୍ଧାରେ ଆସନ୍ତି, ଚାକର ଆଗେ ହୁଳାରେ, ଚାକରଙ୍କ ଆଗେ ହୁଳାରେ। ଏ କଥା ଶୁଣି ମଧ୍ୟ ପ୍ରହରାଜ କିଛି ଉତ୍ତର ଦେଲେ ନାହିଁ। କାରଣ ଆପଣା ହସ୍ତେ ଜିହା ଛେଦି ଆନକେ ଅଛି ପ୍ରତିବାଦୀ। ଏପରି କାଣ୍ଡ ସେ ନିଜେ ରଚନା କରିଛନ୍ତି। ଦଣ୍ଡ ଆଉ କିଏ ପାଇବ? ଏହିଭଳି ପ୍ରତି ମୁହୂର୍ତ୍ତରେ, ପ୍ରତି ସମୟରେ ସେ ବ୍ୟଙ୍ଗାତ୍ମକ ଭାବରେ ଅନେକ କଥା ଉପସ୍ଥାପନା କରୁଥିଲେ। ସେହିଭଳି କବି ଉତ୍କଳ ଘଣ୍ଟି ନାମରେ ସର୍ବତ୍ର ପରିଚିତ। ସେ ନମସ୍ୟ, ସେ ନମସ୍ୟ। ଧନ୍ୟବାଦ।